ଜୟ ଜଗନ୍ନାଥ ସାଙ୍ଗମାନେ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଗୋଟେ ପୁଣି ନୂଆ ଭିଡ଼ିଓକୁ। ତ କାଲି ଆମ ଟିକେ ଘର ଭିତରେ ଟିକେ ଝଗଡ଼ା ହେଇଥିଲା, ସେ ଯୁଗରୁ 10ଟା ହେଲାଣି ମୁଁ ଉଠୁଛି। ମୋ ବାପା ବୋଉ ମୋ ଉପରେ ଟିକେ ରାଗିଛନ୍ତି, ତ କାଲି ଟିକେ ବହୁତ ମିସ୍ଅଣ୍ଡରଷ୍ଟାଣ୍ଡିଂ ହେଇଥିଲା। ତ ବାପା ବୋଉ କ'ଣ କରୁଛନ୍ତି ମୋତେ ଡାକି ନାହାନ୍ତି, ଚାଲନ୍ତୁ ଟିକେ ଯିବା ବାପା ବୋଉଙ୍କ ପାଖକୁ, ଦେଖିବା ବାପା ବୋଉ ସେଠି କ'ଣ କରୁଛନ୍ତି। ତ ଭାଇମାନେ ମୁଁ ବ୍ରସ୍ କରି ମୋ ବାପା ବୋଉଙ୍କ ପାଖକୁ ଯାଉଛି। ବାପା ବୋଉ ତ କୁଟା ବଦାଡ଼ି ଦେଇତେ ଆଇଛନ୍ତି। ମୋ ବାପା ବୋଉଙ୍କ ପାଖକୁ ଯାଉଛି। ତ ଭାଇ ଆମର ବ୍ଲଗ୍ଟିକୁ ତ ବୋଉ ଆମ ବାଡ଼ିରେ ଦେଖିଲା ବେଳକୁ କୁଟା ଧରିକି ଛାଟୁଛି ଅଧା ବାପାଙ୍କ ପାଖକୁ। ବାପା ଆମର ମଥାନ ଉପରେ ଅଛନ୍ତି, ଆଉ ବୋଉ ଆମର କୁଟା ଠିକ୍ କଲେ ମୁଁ କୁଟା ଛାଟେ। ମୁଁ ମୋତେ ରାଗିଛନ୍ତି, ମୋ ବାପା ବୋଉ ଆସି କାମ କରୁଛନ୍ତି। ବୋଉ ଏଇ ବୋଉ ବୋଉ ରାଗିଛୁ ବୋଉଲୋ ବାପା ବୋଉ ଆମର ଏମିତି ରାଗିଛନ୍ତି, ମୁଁ ଡାକିଲା ବେଳକୁ ବି ଶୁଣୁନାହାନ୍ତି। କେମିତି କ'ଣ ମନେଇବା ମୁଁ କିଛି ବୁଝିପାରୁନି। ଆଉ ମୁଁ ଖାଇନାହିଁ, କାଲି ମୁଁ କିଛି ଖାଇନି। ଆଉ ବହୁତ ପୁରା ରାଗିକି ଅଛି। କ'ଣ କରିବା, ଚାଲ ଆଗକୁ ଦେଖିବା କ'ଣ ହେଉଛି। ତ ଏଠି ମୋ ସାନ ଭାଇ ମେକାନିକାଲ୍ କାମ କରୁଛି, ପୁରା ଇଞ୍ଜିନିୟରିଂ ସାଇକେଲ ସେ ବନଉଛି। କ'ଣ ଚାପ କରୁଛୁ କ'ଣ ତୁ ଏଠି? ଚାପ ତୁ ବି ରାଗିଛୁ ନା କ'ଣ? ସବୁ ମୁଁ ଉଠିବାଟା ପ୍ରବଳ ଲେଟ୍ ହେଇଛି। ଦେଖ ମିସ୍ତ୍ରୀ ଆସି ଆମ କାମ କଲେଣି, ଘର କାମ। ତ ଦେଖନ୍ତୁ ଆମ ଘରକୁ ତ ମୁଁ ପୁରା ଫୁଲାଜି ଦେଖାଉଛି। ତ ଭାଇ ଆମ ଆଜବେଷ୍ଟସ୍ ଉପରେ ପକ୍କା କାନ୍ଥ ହେଇଛି, ଆପଣ ଦେଖିପାରୁଥିବେ। ଆମର ଏଇଟା ଗୋଟେ ରୁମ୍ ଗଲା। ତ ଆଉ ଗୋଟେ ରୁମ୍, ଏଟା ବି ଗୋଟେ ଆମର ରୁମ୍। ବାପା ଗୋଟେ କାମ କରୁଛନ୍ତି ସବୁ ଏଠି। ଏଟା ବି ଗୋଟେ ଆମର ରୁମ୍। ଆଉ ଏଟା ହେଉଛି ଆମ ବାରଣ୍ଡା, ଦେଖନ୍ତୁ ଲମ୍ବା ବାରଣ୍ଡା ଅଛି ଆମର। ଆଉ ଏଟା ବି ଗୋଟେ ରୁମ୍, ଦେଖ ଆମର 3ଟା ରୁମ୍। ଏ ରୁମ୍ ସବୁ କମ୍ପ୍ଲିଟ୍ ହେଲା ପରେ ରଙ୍ଗ ଫଙ୍ଗ ଦିଆହେଇଯିବ, ଦେଖିବେ ଭାଇ କେତେ ସମୟ ଲାଗିବ ରୁମ୍। ତ ଭାଇ ଚାଲନ୍ତୁ ଦେଖନ୍ତୁ, ମୁଁ ଦେଖାଉଛି ଆପଣମାନଙ୍କୁ ଆମ ବାହାର ପଟରେ ଦେଖାହେଉଛି ଆମ ଘର। ତ ଭାଇ ଦେଖନ୍ତୁ ଆପଣମାନେ କେମିତି ଦେଖାହେଉଛି ବାହାର ପଟରୁ ବଡ଼। ତ ଭାଇମାନେ ଚାଲନ୍ତୁ ଆମ ଜେଜେମା ପାଖକୁ ଯିବା। କିଲୋ ମାଇଁ ଖରାରେ ବସିଛୁ, କ'ଣ ମନ ଖରାପ ହେଇଛି ନା କ'ଣ? ଆଉ ମୋ ସାନ ଭାଇ ତ ସାଇକେଲ ବନେଇ ଦେଇକି ପୁରା ସ୍କୁଲ ଯିବା ପାଇଁ ରେଡ଼ି ହେଇଗଲାଣି। ତମ ମିସ୍ତ୍ରୀ ଖାଏ ବୋଲି ବୋଉ ଆମର ରୋଷେଇ କତ ବସେଇଛି। ବୋଉ ମୁଁ ଖାଇବି ନା ହେଲା। ବୋଉ ରାଗିଛୁ ବୋଉଲୁ। ତାର ମିସ୍ତ୍ରୀ ପଣା ପିଏ ବୋଲି ମୋ ମାଉସୀ ଆମର ଦହି ଦେଇଗଲାଣି ପାଖର। ତ ମାଉସୀ ମୋତେ ଦହି ଦେଇଗଲା, ମୁଁ ଏବେ ଦହିକି ନେଇକି ଯିବି ମୋ ବୋଉ ପାଖକୁ। ବୋଉ ତାର ଏଠି ପଣା କଲେ ସେମାନେ ଆମ ସାହିଟା କିଛି ଏଇପରି ଦେଖାଯାଉଛି। ଛାତ ଉଠାଇ ଦେଖନ୍ତୁ ଆପଣ। ତ ଭାଇମାନେ ଆପଣ ନୋଟିସ୍ କରିଥିବେ ସେ ଯେଉଁ ମନ୍ଦିରଟା ମୁଁ ଦେଖେଇଥିଲି ପଛ ଭିଡ଼ିଓର, ଯେଉଁ ଦେଖେଇଥିଲି ମନ୍ଦିରଟା ଉପରେ, ଯେଉଁ ଶିବ ମନ୍ଦିର ମୋ ପାଖରେ ଥିଲା, ଯେଉଁ ଏଇ ଆଜବେଷ୍ଟ ଘରଟା ଆମ ଘର ଦେଖିପାରୁଥିବେ ଆପଣମାନେ। ତ ଏଇ ଛାତ ଉପରେ ଥିଲା କିଛି ଏଇପରି। ଇଏ ହେଉଛି ଆମ ଗାଁର ଦୃଶ୍ୟ। ଆମ ଗାଁ ଚାରିପଟେ ମଝିରେ ଯେଉଁଟା ଆମ ଘର। ତ ଦେଖନ୍ତୁ ତ ଆମ ମିସ୍ତ୍ରୀ ଆସି ଖାଇଲେଣି। ତ ବୋଉର ହୃଦୟ ତରଳି ଯାଇଛି, ମୋତେ ଭାତ ବାଢ଼ିକି ଡାକୁଛି ଆସି ଖାଇବା ବସି। ତ ଭାଇମାନେ ଆମ ଭିଡ଼ିଓଟା କେମିତି କ'ଣ ଲାଗିଲା ତ କମେଣ୍ଟ ସେକ୍ସନ୍ ଟିକେ ଜଣାଇବେ। ତ ରହିଲି ଦର୍ଶକ ବନ୍ଧୁ, ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ।